ବିନା ରନ୍ଧା ମାତ୍ର 2 ମିନିଟ୍ ଭିତରେ ଏମିତି କେବେ ବନେଇକି ଖାଇଛନ୍ତି କି? ଯଦି ଖାଇନାହାନ୍ତି ତେବେ ଥରେ ନିଶ୍ଚୟ ବନେଇକି ଖାଆନ୍ତୁ। ଡହ ଡହ ତତଲା ଖରାରେ ପେଟ ଥଣ୍ଡା ରହିବା ସହିତ ପେଟ ମଧ୍ୟ ଭରି ହେଇକି ରହିବ। ଦର୍ଶକ ବନ୍ଧୁ ସମସ୍ତଙ୍କୁ କରୁଛି ମୁଁ ପ୍ରଣିପାତ। ମା ଗେଲୁ ହାଣ୍ଡିଶାଳକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ମାତ୍ର 2 ମିନିଟ୍ ଭିତରେ ସବୁଠୁ ସହଜ ଚଟପଟା ଦହି ଚୂଡ଼ା ଆସନ୍ତୁ କରିବା ପ୍ରସ୍ତୁତ। ଦର୍ଶକ ବନ୍ଧୁ ଆଜି ଆମେ ଦହି ଚୂଡ଼ା ପ୍ରସ୍ତୁତ କରିବା। ଆପଣମାନେ ତ ଦହି ଚୂଡ଼ା ଗୁଡ଼ ପକେଇକି ନିଶ୍ଚୟ ଖାଇଥିବେ, ଯୋଉଟାକି ମୋର ବି ଭାରି ପ୍ରିୟ। ମିଠାରେ ସିନା ଦହି ଚୂଡ଼ା ଆପଣମାନେ ସେମିତି ଖାଇଦେବେ, କିନ୍ତୁ ଯଦି ଆପଣଙ୍କୁ ଦରକାର ଟିକେ ଲୁଣି ଖଟା ରାଗ, ତାହେଲେ ଏମିତି ଥରେ ପ୍ରସ୍ତୁତ କରନ୍ତୁ। ଖାଇବାକୁ ବେଶ ସୁଆଦିଆ ଲାଗିବ ଆଉ ବହୁତ ବଢ଼ିଆ ଖରାଦିନ ପାଇଁ। ଏଠି ଦେଖନ୍ତୁ ମୁଁ ନେଇଛି ଗୋଟେ ଗିନା ଚୂଡ଼ା। ପତଳା ଚୂଡ଼ା ନେବେ, ବହୁତ ବଢ଼ିଆ ହେଇକି ପ୍ରସ୍ତୁତ ହେବ। ଚୂଡ଼ାକୁ ପ୍ରଥମେ ଭଲ ଭାବରେ 2 ଥର ଧୋଇଦେବା, ତାପରେ ଘୋଡ଼େଇକି ମାଟି ହାଣ୍ଡିରେ ରଖିବେ, ତାର ବାସ୍ନା ବହୁତ ବଢ଼ିଆ ରହିବ। ମାତ୍ର 5 ମିନିଟ୍ ପାଇଁ ଘୋଡ଼େଇକି ରଖିଦେବା, ଯାହାଫଳରେ କି ଚୂଡ଼ା ପୁରାପୁରି ନରମ ହେଇଯିବ ବତୁରିକି। ତା ସହିତ ଏଠି ଦେଖନ୍ତୁ ମୁଁ ଏଠି ନେଇଛି କାକୁଡ଼ି, ଭୃଷଙ୍ଗ ପତ୍ର, ଗାଜର ଆଉ ଧନିଆ ପତ୍ର ଡାଙ୍ଗ ସହିତ କଞ୍ଚା ଲଙ୍କା ଆଉ ଆମ୍ବ କଷିଆ ଅଦା। ଏତିକି ଜିନିଷ ନିଶ୍ଚୟ ନେବେ। ଆଉ ଆପଣମାନେ ଯଦି ପିଆଜ ଖାଉଥାନ୍ତି, ପିଆଜ ମଧ୍ୟ ନିଶ୍ଚୟ ନେବେ। ଖରାଦିନେ ଅଂଶୁଘାତରୁ ରକ୍ଷା କରିବାର ସବୁଠୁ ଅବ୍ୟର୍ଥ ଔଷଧ ହେଉଛି ପିଆଜ। ପିଆଜ ଖରାଦିନେ ନିଶ୍ଚୟ ଖାଆନ୍ତୁ, ଅଧିକ ମାତ୍ରାରେ ବି ଖାଆନ୍ତୁ ପଖାଳ ସହିତ। ଏଠି ଦେଖନ୍ତୁ ମୁଁ ଯେହେତୁ ପିଆଜ ରସୁଣ ଖାଏନି, ମୁଁ ପିଆଜ ଏଠି ନେଇନି। ଏଇସବୁ ସାମଗ୍ରୀକୁ ଆମେ କ'ଣ କରିବା ନା ଚପ୍ କରିକି ନେବା। ଆପଣମାନେ ଚାହିଁଲେ ତାକୁ ପୁରା ଗୁଣ୍ଡ କରିକି କାଟିପାରିବେ, ନଚେତ୍ କୋରିକି ନେଇପାରିବେ। କିନ୍ତୁ ଆପଣମାନେ ସବୁଠୁ ସହଜରେ ଏମିତି ଯଦି ଚପ୍ କରିଦେବେ, ଦେଖନ୍ତୁ କେତେ ସୁନ୍ଦର ଭାବରେ ଚପ୍ ହେଇଯାଇଛି। ଏମିତି ପୁରା ଗୁଣ୍ଡ ପୁରାପୁରି ଗୁଣ୍ଡ କରିବେ, ଯାହାକି ଖାଇବାକୁ ବେଶ ବଢ଼ିଆ ଲାଗିବ। କିନ୍ତୁ ଭୁଲରେ ବି ୟାକୁ ବାଟି ଦେବେନି। ବାଟି ଦେଲେ ବିଲକୁଲ ଭଲ ଲାଗିବନି। କିମ୍ବା ଆପଣମାନେ ଯଦି ଗ୍ରାଇଣ୍ଡ କରିଦେବେ, ଦରଦର ଖଣ୍ଡ ଟିକେ ବଡ଼ ରହିପାରେ କିମ୍ବା ପୁରା ପେଷ୍ଟ ହେଇପାରେ। ଏମିତି ଚପ୍ କରିକି ନେବେ, ବହୁତ ବଢ଼ିଆ ଲାଗିବ। ଏଠି ଦେଖନ୍ତୁ ଆମର 5 ମିନିଟ୍ ଭିତରେ ଚୂଡ଼ା ବଢ଼ିଆ ଭାବରେ ବତୁରି ଗଲାଣି। ଯେହେତୁ ମୁଁ ଚୂଡ଼ାରେ ଅଳ୍ପ ଟିକେ ପାଣି ମଧ୍ୟ ଦେଇକି ବତୁରେଇଥିଲି, ଏଠି ଆମେ ଚୂଡ଼ାରୁ ସବୁ ପାଣିକୁ କାଢ଼ିଦେବା। ଏଠି ଦେଖନ୍ତୁ ଚୂଡ଼ାକୁ ଭଲ ଭାବରେ ଚୁପୁଡ଼ିକି ମୁଁ ପାଣିରୁ କାଢ଼ି ଦେଇଛି। ସେଇ ମାଟି ହାଣ୍ଡିରେ ହିଁ ଆମେ ସବୁ ଗୋଳାଗୋଳି କରିବା। ଏବେ ଆମେ ବତୁରା ଚୂଡ଼ାରେ ଦେଇଦେବା ସବୁ ଯେଉଁ ଜିନିଷ ଆମେ ଚପ୍ କଲେ ତାକୁ ଦେଇଦେବା। ଆଉ ତା ସହିତ ଆମେ ଏଠି ଦେବା ଭଜା ଜିରା ଲଙ୍କା ଗୁଣ୍ଡ। ଭଜା ଜିରା ଲଙ୍କା ଗୁଣ୍ଡ ଦେଲେ ବହୁତ ବଢ଼ିଆ ବାସ୍ନା ସ୍ୱାଦ ଆସିବ। ଆଉ ଟିକେ ଚଟପଟା ପାଇଁ ଗୋଟେ ଛୋଟ ଚାମଚ ଚାଟ୍ ମସଲା ଗୁଣ୍ଡ, ଅଧା ଛୋଟ ଚାମଚ କଳା ଲୁଣ, ଆଉ ତା ସହିତ ସ୍ୱାଦ ଅନୁସାରେ ଦେବା ଅଳ୍ପ ଲୁଣ। ଆକୁ ବେଶୀ ବି ଲୁଣିଆ କରିବାନି। ଏଠି ଦେଖନ୍ତୁ ମୁଁ ଏଠି ନେଇଛି ଦହି। ଦହିକୁ ଭଲ ଭାବରେ ଫେଣ୍ଟି ଦେବା। ଆପଣମାନେ ଚାହିଁଲେ ବସା ଦହି ନେଇପାରିବେ। ମୁଁ ବସା ଦହିରେ ଅଳ୍ପ ଟିକେ କ୍ଷୀର ମିଶାଇକି ନେଇଛି, ଯାହାର କି ସ୍ୱାଦ ବହୁତ ବଢ଼ିଆ ରହିବ। ଏବେ ଆମେ ଏଇ ଚୂଡ଼ାରେ ମିଶାଇ ଦେବା। ଆଉ ଅଳ୍ପ ଟିକେ ମାନେ ଗୋଟେ ଛୋଟ ଚାମଚ ଚିନି ମଧ୍ୟ ଆପଣମାନେ ପକାଇ ପାରିବେ, ନହେଲେ ମିଶ୍ରି ମଧ୍ୟ ପକାଇ ପାରିବେ। କିନ୍ତୁ ବେଶୀ ପକାଇବେନି, ଅଳ୍ପ ଟିକେ କେବଳ ସ୍ୱାଦର ବାଲାନ୍ସ ପାଇଁ। ଆଉ ଦେଖନ୍ତୁ ଆ ଉପରେ ଆମେ ଟିକେ ସଜେଇ ଦେବା ଭଜା ଚିନାବାଦାମ ଆଉ କିଛି ଭଜା ବୁଟ, ଯାହାଫଳରେ କି ଖାଇଲା ବେଳକୁ ବହୁତ ବଢ଼ିଆ କ୍ରଞ୍ଚି କ୍ରଞ୍ଚି ଲାଗିବ। ପୁରା ନରମ ନରମ ଦହି ଚୂଡ଼ା। ଆଉ ତା ଉପରେ ଆଉ ଟିକେ ଭଜା ଜିରା ଲଙ୍କା ଗୁଣ୍ଡ, ଚାଟ୍ ମସଲା ଗୁଣ୍ଡ, ଏମିତି ଆପଣମାନେ ପରସି ଦିଅନ୍ତୁ। ଆଉ ଆପଣମାନେ ଯଦି ପିଆଜ ଖାଉଥାନ୍ତି, ପିଆଜକୁ ପୁରା ଗୁଣ୍ଡ କରିକି କାଟିକି ଉପରେ ଟିକେ ସଜେଇ ଦେବେ। ଆଉ ତା ଉପରେ ସେଓ ମଧ୍ୟ ପକାଇକି ଖାଇପାରିବେ। ବେଶ ସୁଆଦିଆ ଲାଗିବ। ଖରାଦିନେ ସବୁଠୁ ବଢ଼ିଆ ଜଳଖିଆ ହଉ କିମ୍ବା ମଧ୍ୟାହ୍ନ ଭୋଜନରେ ମଧ୍ୟ ଖାଇପାରିବେ। ପେଟ ପୁରା ଭରି ହେଇକି ରହିବ ବହୁତ ସମୟ ପର୍ଯ୍ୟନ୍ତ। କିନ୍ତୁ ରାତିରେ ଭୁଲରେ ବି ୟାକୁ ଖାଇବେନି, ଯେହେତୁ ଆମେ ଏଥିରେ ଦହି ପକାଇଛେ। ଦହି ରାତିରେ ଖାଇବା ନିଷେଧ। ଆଜିର ପ୍ରସ୍ତୁତି କେମିତି ଲାଗିଲା ନିଶ୍ଚୟ ଜଣାଇବେ। ଜୟ ଜଗନ୍ନାଥ।